ଜାନୁଆରୀ 6 ଏବଂ 7 ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ। ହଁ ଆଜ୍ଞା, ମୁଁ ଅଛି କେକେ ସାମନ୍ତରାୟ। ଆପଣ ଦେଖୁଛନ୍ତି ୱେଦର କେକେ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଯଦି କହିବା ତାହେଲେ ଉତ୍ତର ଭାରତରେ ପଶ୍ଚିମା ଝଡ଼ ଅପସରେ ଯିବା ଫଳରେ ଏବେ ଦୁର୍ବଳ ପଶ୍ଚିମା ଝଡ଼ ରହିଛି କିଛି ଅଞ୍ଚଳରେ, ଯାହାଫଳରେ କି କାଁ ଭାଁ ବର୍ଷା ଦେଖିବାକୁ ମିଳୁଛି ଏବଂ ତୁଷାରପାତ ଦେଖିବାକୁ ମିଳୁଛି। କିନ୍ତୁ ଯେଉଁ ଆଗରୁ ଯେଉଁ ପଶ୍ଚିମା ଝଡ଼ ରହିଥିଲା ତା ଅପସରେ ଯିବା ଫଳରେ ସେହି ଅଞ୍ଚଳରେ -6 ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳୁଛି, ଯାହା -2 ଥିଲା ଏବେ 4 ଡିଗ୍ରୀ ଆହୁରି କମିଛି, ଅର୍ଥାତ୍ -6 ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳୁଛି ଏବଂ ବରଫପାତ ହେବା ଫଳରେ ଥଣ୍ଡା ବାୟୁ ଅଧିକ ମାତ୍ରାରେ ଉତ୍ତର ଓ ପଶ୍ଚିମ ଭାରତରୁ ମଧ୍ୟ ଭାରତ ପର୍ଯ୍ୟନ୍ତ ଆସୁଛି। କିନ୍ତୁ ତାକୁ ଅଧିକ ସହାୟକ ହେଉଛି ମହାରାଷ୍ଟ୍ର ପାଖରେ ଥିବା ଏକ ଗୁରୁଚାବଳ, ତାହା ଅଧିକ ମାତ୍ରାରେ ପ୍ରଭାବିତ କରୁଛି ଏବଂ ଓଡ଼ିଶାକୁ ଏହା ଦ୍ରୁତ ଗତିରେ ପ୍ରବେଶ କରାଉଛି। ଉତ୍ତର ପଶ୍ଚିମ ଭାରତରୁ ଥଣ୍ଡା ବାୟୁକୁ ଓଡ଼ିଶା ମଧ୍ୟରେ ପ୍ରବେଶ କରୁଛି, ଯାହାଫଳରେ କି ରାଜ୍ୟରେ ପୁଣି ଥଣ୍ଡାର ପ୍ରକୋପ ବୃଦ୍ଧି ଘଟିବ, ଅର୍ଥାତ୍ ଶୀତ ପୁଣି ଫେରିବ। 6 ଏବଂ 7 ତାରିଖ ରାଜ୍ୟରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ଘଟିବ, ପାଖାପାଖି 3 ରୁ 8 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିପାରେ। ଏବଂ ଯଦି କହିବା ତାହେଲେ ଉପକୂଳ ଓଡ଼ିଶାରେ ମଧ୍ୟ ଶୀତର ପ୍ରକୋପ ମଧ୍ୟ ବୃଦ୍ଧି ଘଟିବ, କାହିଁକିନା ଲଗାତାର ଭାବରେ ପୂର୍ବ ବାୟୁ ପ୍ରଭାବରେ କୁହୁଡ଼ି ଦେଖିବାକୁ ମିଳୁଥିଲା ଏବଂ ଶୀତ କମ୍ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ପାଗରେ ପରିବର୍ତ୍ତନ ଘଟିଛି, ଉତ୍ତର ଭାରତର ଥଣ୍ଡା ବାୟୁ ଓଡ଼ିଶା ମଧ୍ୟ ପ୍ରବେଶ କରୁଛି। ଯଦି ଦେଖିବା ତାହେଲେ ଗତ 2-3 ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ଘଟିବ, 3 ଡିଗ୍ରୀରୁ 8 ଡିଗ୍ରୀ ରାତିର ତାପମାତ୍ରା ହ୍ରାସ ଘଟିବ। ଆଉ ବିଭିନ୍ନ ସ୍ଥାନରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିବ, କିନ୍ତୁ ଯେଉଁଭଳି ଭାବେ କୁହୁଡ଼ି ଦେଖିବାକୁ ମିଳୁଥିଲା ତାହା ଦେଖିବାକୁ ନ ମିଳିପାରେ। କିନ୍ତୁ ଗୋଟେ ସ୍ଥାନରେ ଘନ କୁହୁଡ଼ି ରହିବ, କିନ୍ତୁ ବାକି ଅଞ୍ଚଳ କିଛି କିଛି ଅଞ୍ଚଳରେ କୁହୁଡ଼ି ଦେଖିବାକୁ ମିଳିବ। ଏବଂ ତା ସହିତ ଯଦି କହିବା ତାହେଲେ ଗତ 2 ଦିନ ଯଦି ଦେଖିବା ତାହେଲେ ତାପମାତ୍ରା ଭିତରେ ଯଦି କହିବା ଦକ୍ଷିଣ ଓଡ଼ିଶାର ତାପମାତ୍ରା କମ୍ ଥିଲାବେଳେ 6 ଡିଗ୍ରୀ ଥିଲାବେଳେ ଆଜି ତାହା 8 ଡିଗ୍ରୀ ଆସି ପହଞ୍ଚିଛି। କିନ୍ତୁ ପଶ୍ଚିମ ଓଡ଼ିଶାର ତାପମାତ୍ରା କାଲି ଦେଖିବା ଯଦି କହିବା ତାହେଲେ 12 ରୁ 14 ଡିଗ୍ରୀ ଥିଲାବେଳେ ଆଜି ଏହା ପାଖାପାଖି 3 ରୁ 4 ଡିଗ୍ରୀ ତାପମାତ୍ରା ହ୍ରାସ ଘଟିବା ପରେ ଏବେ ଆସିକି 9 ଡିଗ୍ରୀ 10 ଡିଗ୍ରୀ ଆସି ପହଞ୍ଚିଛି। ତ ଏଇଭଳି ସ୍ଥିତି ଭାବରେ ତାପମାତ୍ରା ଧୀରେ ଧୀରେ ହ୍ରାସ ଘଟୁଛି ଏବଂ ଥଣ୍ଡାର ପ୍ରକୋପ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଦେଖିବାକୁ ମିଳୁଛି, କିନ୍ତୁ ଦକ୍ଷିଣ ଓଡ଼ିଶାରେ ଟିକେ ଶୀତ କମ୍ ରହିଛି। କିନ୍ତୁ ଆସନ୍ତାକାଲି ସକାଳୁ ଅଥରେ କହିବା 6 ଏବଂ 7 2 ଦିନରେ ରାଜ୍ୟରେ ପୁଣି ସମସ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ଘଟିବ ଏବଂ ରାଜ୍ୟରେ ପୁଣି ଶୀତର ଲହରୀ ଦେଖିବାକୁ ମିଳିବ। ଏଭଳି ସ୍ଥିତି ରହିବ। ଆଗକୁ ଯଦି କିଛି ପରିବର୍ତ୍ତନ ଆସେ ନିଶ୍ଚିତ ମୁଁ ଅପଡେଟ୍ ଦେବି। ଦେଖନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାଏ, ଲାଇକ୍ ସେୟାର କରିବେ। ରହିଲି, ନମସ୍କାର।